ଦେଖନ୍ତୁ ମାନେ ସାଧାରଣତଃ ଆମେ ଯାହା ମାନେ ଆଶା କରିଥାନ୍ତି ଆଉ ପ୍ରକୃତରେ ଦେଖିବାକୁ ଗଲେ ରିଏଲିଟି ଭିତରେ ବହୁତ ତଫାତ୍। ଇମାଜିନେସନ ଆଉ ରିଏଲିଟି ଭିତରେ ବହୁତ ତଫାତ୍। ଇମାଜିନେସନ ଆଉ ରିଏଲିଟିର ଓଡିଆ କଣ ହବ କହିଲେ? ଇମାଜିନେସନର ଓଡିଆ କଣ? ରିଏଲିଟିର ଓଡିଆଟା କଣ? ଟିକେ କେହି ଲେଖିଲେ? ତ ସାଧାରଣତଃ ଦେଖନ୍ତୁ ତ ଆଶା ଆଉ ମାନେ ହଁ ଇମାଜିନେସନ ହେଲା କଳ୍ପନା ଆଚ୍ଛା ସତ୍ୟତା ଠିକ ଅଛି ହଁ। ତ ଦେଖନ୍ତୁ କଳ୍ପନା ଆଉ ସତ୍ୟତା ଭିତରେ ବହୁତ ତଫାତ୍ ଆଉ ସେଇଥିପାଇଁ ସାଧାରଣତଃ ପ୍ରାୟ ଦୁଃଖୀ ଏ ଜଗତରେ। ଆପଣ ଦେଖନ୍ତୁ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଜିନିଷକୁ ନେଇ ଯୋଉ କଳ୍ପନା କରିଥାନ୍ତି ଆମେ ସମସ୍ତେ କଳ୍ପନା କରିଥାନ୍ତି ଯେ ଯଦି ଆମେ ପାଠ ପଢିଲେ ଚାକିରି କରିଦେଲେ ତାହେଲେ ସମସ୍ତେ ସୁଖୀ ହେଇଯିବା। ଆଜି ହିଁ ଜଣେ ବୋଧେ କିଏ ଆସିଥିଲେ ସେ କହୁଥିଲେ ଯେ ଆକ୍ଚୁଆଲି ଚାକିରି କରିଯିବା ପଇସା ଇନକମ କରିଦବା ଯେ ଜଣେ ଭାବୁଛି ଯେ ସୁଖୀ ହେଇଯିବ ୟାଠୁ ହଁ ଜଣେ ଏମିତି ହଁ ହଁ ଜଣେ କଲ କରିଥିଲେ ସେ କହୁଥିଲେ ଯେ ଏଇଟା ଯୋଉ ଆମେ ଆଶା କରନ୍ତି ଯେ ଚାକିରି କରିଯିବା ଗଲେ ସବୁ ସୁଖ ମିଳିଯିବ କିମ୍ବା ଦୁଃଖ ହଟିଯିବ ଏଇ ହଉଛି ଭୁଲ ଧାରଣା। ପ୍ରକୃତରେ ସେଥିରେ ଦୁଃଖ ଯିବନି। ତେଣୁ ଦେଖନ୍ତୁ ଏ ସଂସାରର ସବୁଠୁ ବଡ କଥା ହଉଛି ଆପଣ ଦେଖନ୍ତୁ କଳ୍ପନା ଆଉ ସତ୍ୟତା ଭିତରେ ବହୁତ ତଫାତ୍। ତ ଯଦି ସତ୍ୟତା ଟା ବହୁତ ଅଲଗା ତାହେଲେ କଳ୍ପନା ଜୀବ କରୁଛି କାହିଁକି? ସବୁବେଳେ ପାଇଁ କଳ୍ପନା କରୁଛି ଆଉ ସେ କଳ୍ପନାରୁ କେବେ ବି ସେ ଆକ୍ଚୁଆଲି କେବେ ବି ମାନେ ସତ୍ୟତାକୁ ଗ୍ରହଣ କରିପାରୁନି। କେବେ ଦେଖିଛ ଗୋଟେ ଜୀବଟା କେବେ ବି କରିବ ଏ ସଂସାର ତ ଦୁଃଖ ତେଣୁ ଦୁଃଖ ଯାହା ମିଳିଲେ ହେଇଗଲା ଆଉ। ସବୁବେଳେ ପାଇଁ ତା ଭିତରେ କୋଉଠି ନା କୋଉଠି ସୁଖ ଆଶାର ମାନେ ଷ୍ଟ୍ରଗଲ ହିଁ ଚାଲିଛି। ଆଉ ହୁଏତ ବେଳେ ବେଳେ ଆଡଜଷ୍ଟ କରିନଉଛି ଠିକ ଅଛି ଯଦି ଏଇଟା ନ ମିଳେ ଆଡଜଷ୍ଟ କରିନଉଛି କିନ୍ତୁ କେବେ ବି ସୁଖଟାକୁ ସେ ବହୁତ ଉତ୍ସାହର ସହିତ ଗ୍ରହଣ କରିପାରୁନି କିମ୍ବା ସବୁବେଳେ ଆଶା ରଖୁନି ଯେ ଦୁଃଖ ଆସିବ ଆଉ ନା ସବୁବେଳେ ସୁଖ ଆସିବ। ତେଣୁ ଯଦି ସତ୍ୟତାଟା ହଉଛି ଏ ସଂସାରରେ ଦୁଃଖ ଏ ସଂସାର ହଉଛି କଣ ନା ଦୁଃଖାଲମ ଅଶାଶ୍ଵତମ ସବୁ ଜିନିଷ ହଉଛି କଣ ନା ଅଶାଶ୍ଵତମ ମାନେ ଟେମ୍ପୋରାରୀ ତାହେଲେ କୋଉଥିପାଇଁ ଏଇ ଯୋଉ ସୁଖର କଳ୍ପନା ଚାଲିଛି? ତ ସେଇଥିପାଇଁ ସାଧାରଣତଃ କୁହାଉଛି ନାଶକ୍ତି ଯୋଗୁ ନୁହେଁ ସେଇଥିପାଇଁ କୁହାଉଛି ଯେ ତ ଏଇଟାକୁ ଆକ୍ଚୁଆଲି ଆଚାର୍ଯ୍ୟ ମାନେ ଆକ୍ଚୁଆଲି ଲେଖିଲେ ଯେମିତି ସାଧାରଣତଃ ଦେଖନ୍ତୁ ଯେ ଜଣେ ବ୍ୟକ୍ତି କହୁଛି ଯେ ରାତିରେ ସେ ଯେତେବେଳେ ଯାଉଛି ହୁଏତ ଦ୍ଵନ୍ଦରେ ପଡିକି ଏବେ ଗୋଟେ ଦଉଡିଟାକୁ ଦେଖି କହୁଛେ ସାପ କିନ୍ତୁ ପ୍ରକୃତରେ ସେ ସାପ ନୁହେଁ କିମ୍ବା ଆମେ କହୁଛନ୍ତି ଯେ ଜଣେ ଏବେ ରାସ୍ତାରେ ଯାଉଛି ନ୍ୟାସନାଲ ହାଇୱେ ରେ ଯାଉଛି ସେ ଦେଖୁଛି ଆଗରେ ପାଣି ଅଛି କିନ୍ତୁ ପାଣି ପ୍ରକୃତରେ ନାହିଁ ଏଇଟା ହଉଛି ତାର ଭ୍ରମ। କିନ୍ତୁ ଏଠି ପ୍ରଶ୍ନ ଆସୁଛି ଯେ ଆମେ ହୁଏତ କହୁଛନ୍ତି ଯେ ନ୍ୟାସନାଲ ହାଇୱେ ରେ ଯେତେବେଳେ ଯାଉଛି ରାସ୍ତାରେ ରାଜରାସ୍ତାରେ ଯାଉଛି ତ ଯେତେବେଳେ ସୂର୍ଯ୍ୟର କିରଣ ପଡି ଚକଚକ କରୁଛି ସେ ପାଣି ନୁହେଁ କିନ୍ତୁ କୋଉଠି ନା କୋଉଠି ତ ପାଣି ଅଛି ସେଇଥିପାଇଁ ସେ ପାଣିର କଳ୍ପନା କରୁଛି। କିମ୍ବା ଜଣେ ବ୍ୟକ୍ତି ଦୌଡିକୁ ଦେଖିକି ସାପର କଳ୍ପନା କରୁଛି କୋଉଠି ନା କୋଉଠି ତ ସେ ସାପକୁ ଦେଖିଛି ସେଇଥିପାଇଁ ସାପର କଳ୍ପନା କରୁଛି ତ ଏକ୍ଜାକ୍ଟଲି ସେମିତି ଟାଇପର ଏ ଜୀବର ବହୁତ ଏକଦମ ମାନେ ଭିତରେ ପୁରା ଜାବୁଡି ହେଇକି ରହିଛି ମତେ ସବୁବେଳେ ପାଇଁ ଆନନ୍ଦ ଦରକାର ସବୁବେଳେ ପାଇଁ ମୁଁ ଆନନ୍ଦରେ ରହିବା ଦରକାର ତ ଏଇ ଆନନ୍ଦ ଟା କୋଉଠି ନା କୋଉଠି ତ ଅଛି ନହେଲେ କଣ ପାଇଁ ଜୀବଟା ସେ ଜିନିଷଟାକୁ ସବୁବେଳେ ପାଇଁ ଆଶା କରୁଛି? କାରଣ ଧୀରେ ଧୀରେ ତ ଏଇ ସମାଜରେ ରହିକି ସିଏ ତ ନିଜକୁ ଆଡଜଷ୍ଟମେଣ୍ଟ କରିନବା କଥା। ସେଇ ଜିନିଷରେ ସିଏ ଏବେ ନିଜକୁ ସଜାଡି ନବା କଥା ତ ଏଥିରେ ତ ସୁଖ ନାହିଁ ଦୁଃଖ ଅଛି ତେଣୁ ଦୁଃଖ ମିଳିବ କରିପାରୁନି କଣ ପାଇଁ ନା କୋଉଠି ନା କୋଉଠି ସିଏ ଦେଖିଛି ଯେ ଆନନ୍ଦ ଅଛି। ବୁଝିପାରିଲେ ନା କିମ୍ବା ପ୍ରାୟତଃ ଦେଖନ୍ତୁ ଏ ସଂସାରରେ ଆମେ ସବୁବେଳେ ଚାହାନ୍ତି ଯେ ଯୋଉ ବି ପରିବାର ଆମକୁ ମିଳିଛି କିମ୍ବା ଯୋଉ ବି ଶରୀର ମିଳିଛି ଆମେ ସବୁବେଳେ ପାଇଁ ଏଠି ସେଇ ଶରୀରରେ ସେଇ ପରିବାରରେ ରହୁ। ଇଭିନ ବହୁତ ବେଳେ ବେଳେ ବି ଏମିତି ହୁଏ ଯଦି ଧର ଆମକୁ ରୋଗଗ୍ରସ୍ତ ହେଇଗଲା ସିଏ ବି ବ୍ୟାଧିରେ ବହୁତ ପୀଡିତ ଅଛନ୍ତି ବୃଦ୍ଧାବସ୍ଥା ଆସିଯାଇଛି କିନ୍ତୁ ତଥାପି ପ୍ରାୟତଃ ଦେଖନ୍ତୁ କେହି ଶରୀର ଛାଡିବା ପାଇଁ ନାରାଜ। ଯୋଉ ବି ଶରୀର ଯେମିତି ବି ମିଳିଛି ନା ତ ଶରୀର ପ୍ରତି ମାନେ ଆସକ୍ତି ଟା ବହୁତ ଅଛି ହୁଏତ ଆମେ ଏଟା ଆସକ୍ତି କହିପାରିବା କିନ୍ତୁ କୋଉଠି ନା କୋଉଠି ଦେଖନ୍ତୁ ତ ଜୀବ ଆକ୍ଚୁଆଲି ଖୋଜୁଛି କଣ ନା ସ୍ଥାୟୀ ସବୁ ଜିନିଷରେ ସ୍ଥାୟୀ ଖୋଜୁଛି ସ୍ଥାୟୀ ଶରୀର ସ୍ଥାୟୀ ପରିବାର ବର୍ଗ ଅ ସ୍ଥାୟୀ ସ୍ଥାୟିତ୍ଵ ସବୁ ଜିନିଷରେ ଖୋଜୁଛି କିନ୍ତୁ ଏଠି ଆମେ ଦେଖୁଛନ୍ତି ସବୁବେଳେ ଅସ୍ଥାୟୀ। ତ ଏଇ ଯୋଉ ସ୍ଥାୟିତ୍ଵ ଖୋଜୁଛି ଆନନ୍ଦ ଖୋଜୁଛି ଏ ସବୁ ତାହେଲେ ହୁଏତ କୋଉଠି ଅଛି ହଁ ସତରେ ଅଛି ତ ଇଏ ହଉଛି କଣ ନା ଆଧ୍ୟାତ୍ମିକ ଜଗତ। ତ ସାଧାରଣତଃ କୁହା ହଉଛି ଏଇ ଯୋଉ ଜଗତ ଆମେ ଅଛନ୍ତି ଇଏ ହଉଛି ଭୌତିକ ଜଗତ ଆଉ ଭଗବାନଙ୍କର ଅଲଗା ଗୋଟେ ଜଗତ ଅଛି ସେ କଣ ନା ଆଧ୍ୟାତ୍ମିକ ଜଗତ ଆଚ୍ଛା ସେ ଯୋଉ ଆଧ୍ୟାତ୍ମିକ ଜଗତ କେମିତି ପ୍ରଭୁଜୀ ନେକ୍ସଟ ସ୍ଲାଇଡ କୁ ଯାଆନ୍ତୁ।
ତ ଆଧ୍ୟାତ୍ମିକ ଜଗତ ବିଷୟରେ ଭଗବାନ ଭଗବତ ଗୀତାର ଅଷ୍ଟମ ଅଧ୍ୟାୟର 20 ନମ୍ବର ଶ୍ଲୋକରେ କହିଲେ। ଆଚ୍ଛା, ମୋ ସହିତ କିଏ କିଏ ଉଚ୍ଚାରଣ କରିବେ? ଠିକ ଅଛି, ଧରଣୀଦୀପ ତାଙ୍କୁ ଇଏ କରିଦିଅ, ଅନମ୍ୟୁଟ କର। ଆଚ୍ଛା, ଧରଣୀଦୀପ ପ୍ରଭୁଜୀ ଆପଣ ଅନମ୍ୟୁଟ କରନ୍ତୁ। ଅନମ୍ୟୁଟ କଲେ କି ସମସ୍ତେ? ଆଜ୍ଞା ପ୍ରଭୁ। ଧରଣୀ, କୁଷ୍ମାଞ୍ଜଳି, ରୂପାলী ମାତାଜୀ ଅନମ୍ୟୁଟ କରିଛନ୍ତି? ହଁ। କିଛି କହୁନାହାନ୍ତି ତ? ହଁ, ଠିକ ଅଛି। ଏଟଲିଷ୍ଟ ହରେ କୃଷ୍ଣ କୁହନ୍ତୁ ଆପଣ ଅନମ୍ୟୁଟ ଯଦି ହେଇଛନ୍ତି। हरे कृष्ण प्रभु जी। ହରେ କୃଷ୍ଣ। ଠିକ ଅଛି, ତ ମୁଁ ଏବେ ଉଚ୍ଚାରଣ କରିବି, ତୁମେ ଉଚ୍ଚାରଣ कृष्ण କରିବ। प्रभु जी। ହଁ, ହରେ କୃଷ୍ଣ। ପରମ ତସ୍ମାତ୍ ଭବନ୍ୟ परम तस्यातु भवन ବ୍ୟକ୍ତ ଅବ୍ୟକ୍ତ ସନାତନ व्यक्त अव्यक्त सनातन येष सर्वेषु भूतेषु ये सर्वेषु भूतेषु नास्यस्तु न विनिश्यति। नास्त्यशु न विनिष्टसि। ठीक ଅଛି, ରୂପାଲି ରୁଚିସ୍ମିତା ମାତାଜୀ ତୁମେ ପଢ, ତା ଟ୍ରାନ୍ସଲେସନ ଟେ ଦିଆ ହେଇଛି ଇଂଲିଶ ରେ, ପଢ ତଳେ ଯୋଉ ଲେଖା ହେଇଛି। Yet there is another unmanifest nature which is internal and transcendental to this manifested and unmanifested matter. It is the supreme and is never. ନେଭର ତା ତଳେ ଥିବ ପ୍ରଭୁଜୀ, ତାକୁ ଆଉ ଟିକେ ତଳକୁ କଲେ। ହଁ, ଇଜ ନେଭର Annihilated. When all in this world is annihilated, that part remains as it is. ହରେ କୃଷ୍ଣ। ତ କେଇ ଜଣ ଓଡ଼ିଆରେ ପଢନ୍ତୁ। ଓଡ଼ିଆରେ କେଇ ଜଣ ପଢନ୍ତୁ। ଅଶୋକ ପ୍ରଭୁ ପଢନ୍ତୁ ଓଡ଼ିଆରେ। ହରେ କୃଷ୍ଣ ପ୍ରଭୁ। ହରେ କୃଷ୍ଣ। ତଥାପି ଆଉ ଗୋଟିଏ ଶକ୍ତି ବା ପ୍ରକୃତି ଅଛି, ହୁଁ ହୁଁ ତାହା ସନାତନ, ଶାଶ୍ୱତ ହୁଁ ହୁଁ ଏବଂ ବ୍ୟକ୍ତାବ୍ୟକ୍ତ ହୁଁ ହୁଁ ଭୂତ ପ୍ରକୃତି ବା ଶକ୍ତି ଅପେକ୍ଷା ଉଚ୍ଚତର ଦିବ୍ୟ ଶକ୍ତି ଅଟେ। ଏହା ପରମ ପ୍ରକୃତି ଅଟେ ଏବଂ ଏହା କଦାପି ବିନଷ୍ଟ ହୁଏ ନାହିଁ। ହୁଁ ହୁଁ ଯେତେବେଳେ ଏ ଜଗତର ସମସ୍ତ ଧ୍ୱଂସ ହୁଅନ୍ତି, ହୁଁ ହୁଁ ସେତେବେଳେ ସେ ଅଂଶ ବା ଉଚ୍ଚତର ଦିବ୍ୟ ପ୍ରକୃତି ଠିକ ସେହିପରି ଅପରିବର୍ତ୍ତିତ ରହେ। ଠିକ ହରେ ଅଛି। କୃଷ୍ଣ। ହଁ, ହରେ କୃଷ୍ଣ। ତ ଏଠି ଦେଖନ୍ତୁ ଭଗବାନ ଶ୍ରୀକୃଷ୍ଣ 8 ନମ୍ବର ଅଧ୍ୟାୟର 20 ନମ୍ବର ଶ୍ଲୋକରେ ଏବେ କହୁଛନ୍ତି ଯେ ଏ ଜଗତ ଠାରୁ ଆଉ ଗୋଟେ ଜଗତ ଅଛି, ଯୋଉ ଜଗତ ହଉଛି, ଏ ହଉଛି ନିଚତର ଜଗତ, ଆଉ ଗୋଟେ ହଉଛି ଉତ୍ତମତର ଜଗତ, ପରମ ମାନେ ପରମ ଜଗତ। ତ ସେ ଜଗତ ସବୁବେଳେ ପାଇଁ କଣ ନା ଶାଶ୍ୱତ, ବୁଝିପାରିଲେ ନା? ସେ ଜଗତ ହଉଛି ସବୁବେଳେ ପାଇଁ ଶାଶ୍ୱତ। ଏ ଜଗତ କଣ ନା ସବୁବେଳେ ପାଇଁ କଣ ନା ଅଶାଶ୍ୱତ, ମାନେ ସବୁ ଜିନିଷ ନଷ୍ଟ ହେଇଯାଉଛି। ଇଭେନ ଏବେ ଏଇ ଯୋଉ ଭୌତିକ ଜଗତ ବି ଗୋଟେ ଟାଇମ ପରେ ନଷ୍ଟ ହେଇଯାଏ। ବ୍ରହ୍ମାଙ୍କର 100 ବର୍ଷ ପରେ ଏ ଭୌତିକ ଜଗତ ବି ନଷ୍ଟ ହେଇଯାଏ, ହେଲା। କିନ୍ତୁ ଆଧ୍ୟାତ୍ମିକ ଜଗତ ଏଠି ଯୋଉ କୁହାଉଛି ଯେ ଇଏ ହଉଛି ସବୁବେଳେ ପାଇଁ ଶାଶ୍ୱତ। ଅ ହଁ, ତ ତା ସହିତ କଣ ନା ଆଧ୍ୟାତ୍ମିକ ଜଗତରେ ସାଧାରଣତଃ ପରମ ତସ୍ମାତ୍ ଭବନ୍ୟ ବ୍ୟକ୍ତ ଅବ୍ୟକ୍ତ ସନାତନ, ବ୍ୟକ୍ତ ଆଉ ଅବ୍ୟକ୍ତ ସବୁବେଳେ ପାଇଁ ସନାତନ ପାଇଁ ମାନେ ବ୍ୟକ୍ତ, ବୁଝିପାରିଲେ ନା? ଏଠି ଆଧ୍ୟାତ୍ମିକ ଜଗତ କଣ ହଉଛି, ଫାଷ୍ଟ କ୍ରିଏସନ ହଉଛି, ଏନିଲେସନ ହଉଛି, କ୍ରିଏସନ ହଉଛି, ଡେଷ୍ଟ୍ରକ୍ସନ ହଉଛି। କିନ୍ତୁ ଆଧ୍ୟାତ୍ମିକ ଜଗତ ସବୁବେଳେ ପାଇଁ ସ୍ଥିର ହେଇକି ରହିଛି, ସବୁବେଳେ ପାଇଁ ସ୍ଥାୟୀ ହେଇକି ଅଛି। ଏସୁ ସର୍ବେଷୁ ଭୂତେଷୁ ନାସ୍ୟସ୍ତି ନା ବିନଶ୍ୟତି, କେବେ ବି ବିନାଶ ହୁଏ ହିଁ ନାହିଁ, ବୁଝିପାରିଲେ ନା? ଇଭିନ ଯୋଉ ଜୀବ ବି ଆଧ୍ୟାତ୍ମିକ ଜଗତରେ ସାଧାରଣତଃ ଅଛନ୍ତି, ତ ସେମାନଙ୍କର ଯୋଉ ପରିବାର ମିଳିଛି ସବୁବେଳେ ପାଇଁ ସେଇ ପରିବାର ମିଳିବ। ଆଉ ଏଇ ଯୋଉ ଆଧ୍ୟାତ୍ମିକ ଜଗତର କଥା କହୁଛନ୍ତି ଆଉ ଭୌତିକ ଜଗତର କଥା କହୁଛନ୍ତି, ତା ଆଧ୍ୟାତ୍ମିକ ଜଗତ ଆଉ ଭୌତିକ ଜଗତର ଯଦି ଆମେ ମାନେ
तार मात्रा आमे देखिबा ता आध्यात्मिक जगत होउची 4 भागर 3 भाग आ भौतिक जगत होउची 4 भागर गोटे भाग ता माने होउची ए भौतिक जगत रे जतिक जीव अछंती तार 3 गुणा अधिक जीव आध्यात्मिक जगत रे अछंती हला तो तेणु एठी फास्ट देखंतु तो आमे जो जोटा हमर प्रथम दुख जे एठी जेमति हमर सब जिंस टेम्पररी एठी हमर शरीर मिलुची पुणी किछि 60 70 वर्ष हे गेले मृत्यु हे होची बेले बेले हुए त 60 70 वर्ष भी जण जण बंची पनाती अकाल मृत्यु हे होची तेणु से सब आध्यात्मिक जगत रे किछि नाही मृत्यु हुएनी जो परिवार मिलला सेही परिवार सबुले पई रहिले बुझी पाइले कि तापरे कोन ना से जगत भी केबे विनाश हुएनी प्रथम जिंस होची सेठी केबे मृत्यु हुए ही नाही हला नेक्स्ट नेक्स्ट स्लाइड को गले तो एठी देखंतु 15 अध्याय रे द्वितीय नंबर श्लोक रे बे कोन कहउछन की पढिबो नाहता टेको की पढिए ठीक अछि आउ के पढियो ठीक अछि हां ठीक अछि तो पढिया ई होच भगवत गीता रे 15 अध्याय रे द्वितीय नंबर श्लोक तो कोन कहउची अधस अधश्च धामं परतास तस्य शाखा अधस्य धामं पर्त्यास तस्य शाखा गुणा प्रवृत्ता विषया प्रबाला गुणा प्रवृत्ता विषया प्रवृत्ता अधश्च मूलानि अनुसन्तानि अधस्य मूलानि अनुसन्तानि कर्माणि बन्धानि मनुष्यलोके कर्माणि बन्धानि मनुष्यलोके ट्रांसलेशन केजन The branches of this tree extended downward and upward, nourished by the three modes of material nature. The twigs are the objects of senses. This tree also has roots going down, and these are the bound to fruitive actions of human society. तो एठी देखो भगवान कहउचंती जे जे गुटे बर गछ अछि तो बर गछर तार जो चेर मूल शाखा ए सब ऊपर को हेची आ तार जो ब्रांच गछ पत्र ता सहित तार जो माने शाखा ए सब कोठी ना तळ आडु हेची तो यार यार एक्चुअली अर्थ माने होची जे प्रकृतर जो साधारणतः ए जो भौतिक जगतर विस्तार ये होची आध्यात्मिक जगतर जगतर छाया माने आध्यात्मिक जगत एक्चुअली प्रकृतर जगत आउ ये जो भौतिक जगत होची एक्चुअली तार छाया त माने होची जे जेमति कहउचंती साधारणतः गच्छ जेमति एबे उल्टी के अछि त सेमति टाइप रो साधारणतः हमें देखियो गले आध्यात्मिक जगतर जहा अछि साधारणतः भौतिक जगत रे ता उल्टा बुझी पाइले ना ता माने होची एबे धीरे धीरे हम बुझीबा साधारणतः देखन भौतिक जगत जो अछि एठी हमें जो आनंद खोजु जंती हमु केबे आनंद मिलने आ प्रायतः देखंतु आपण बुझिया पय ट्राय करंतु भौतिक जगत देखा होची आनंद भଳି किंतु प्रकृत रे आनंद नाही आपण देखुना जो जो जिंस गुडा को आमे साधारणतः आनंदर उत्सव बोली मानंती आपण देखंतु सेही जिंस को आपण जदी एटा कहा जाय मैच्योरिटी आ प्रायतः हम क्लास रे प्रायतः समस्त ऑलमोस्ट 40 45 वर्षर व्यक्ति आपण जॉइन करछन तण आपण प्रायतः संसार रे देखंतु अधिकांश आमे समस्ते 60% आमे ऑलमोस्ट कवर करि गलेनी हमर जो बयसर तेणु जो 60% कवरेज रे आमे जानि गलेनी जे एथि एक्चुअली सत्यताटा बहुत अलगा आपण साधारण देखंतु गोटे छोट पिलाटार इमेजिनेशन टा बहुत थिबो जे मु बहुत किछि करिबा आनंद पाइबे करिबे से करिबे कि धीरे धीरे बयसर वृद्धि सहित आपण देखि बुझी जिवे प्राय प्रत्येक जिंस गुडा जो गुडा हुए त आमे छोट बेले आशा रखतिले जे बहुत आनंद दबो किंतु प्रकृत रे एते आनंददायक नुहे
ହୁଏ ତ କଥାଟା ଯେତେ ଶୁଣିବା ପାଇଁ କିମ୍ବା ଦେଖିବା ପାଇଁ ମଜା ମଜା ଲାଗୁଛି କିନ୍ତୁ ପ୍ରକୃତରେ ସେଇଆ ନୁହେଁ, ବୁଝିପାରିଲେ ନା? ତ ତେଣୁ ସେଇଥିପାଇଁ ସାଧାରଣତଃ ଏଠି ଆମକୁ ଲାଗୁଛି କଣ ଆନନ୍ଦ ନା ଖାଅ ପିଅ ମଜା କର ବୁଲ ବିଭିନ୍ନ ପ୍ରକାରର ବିଳାସ ବେସନରେ ରୁହ, କିନ୍ତୁ ପ୍ରକୃତରେ ଦେଖନ୍ତୁ ସେ ଜିନିଷରେ ପ୍ରକୃତରେ ଆନନ୍ଦ ନାହିଁ। ଆମକୁ ଲାଗୁଛି ପଇସା ଇନକମ କର, ପଇସା ଇନକମ କରିବେ, ଦେଖିବେ ଏକରେ ତ ପଇସା ଇନକମ କରିବା ବହୁତ କଷ୍ଟ, ପୁଣି ପଇସା ଇନକମ କରି ଖର୍ଚ୍ଚ କଲା ବେଳକୁ କଷ୍ଟ। ପଇସା ଯେତେବେଳେ ଇନକମ କରିବେ ତାପରେ ଦେଖି ବିଭିନ୍ନ ପ୍ରକାରର ଅଧିକ ଯଦି ଭୋଗ କଲେ ତାହେଲେ ରୋଗଗ୍ରସ୍ତ ହେଇଗଲେଣି, ଆଉ ଯଦି ଅଧିକ ଅର୍ଥ ଉପାର୍ଜନ ହେଇଗଲା ତାହେଲେ ଶତ୍ରୁ ହେଇଗଲାଣି, ଅଧିକ ଅର୍ଥ ଉପାର୍ଜନ କଲା ମାନେ ବିଭିନ୍ନ ପ୍ରକାରର ଗର୍ବ ଅହଙ୍କାର ଆସିବା ଦ୍ୱାରା ସେଥିରେ ଇଏ ହେଲାଣି। ତେଣୁ କିମ୍ବା ଲାଗୁଛି ଯେ ବୁଲ ଇଏ କର ସିଏ କର, ସେଥିରେ ବିଭିନ୍ନ ପ୍ରକାର ଦୁଃଖ ଅଛି। ତେଣୁ ସେଇଥିପାଇଁ ତ ସାଧାରଣତଃ ଦେଖନ୍ତୁ ଏ ଯୋଉ ଜଗତର ଆମେ କଥା କହୁଛନ୍ତି, ଯୋଉ ଯୋଉ ଜିନିଷ ଗୁଡା ଆମେ ଭାବୁଛନ୍ତି ବହୁତ ସୁଖଦାୟକ, ପ୍ରକୃତରେ ଆକ୍ଚୁଆଲି ସେଠି ସୁଖ ନାହିଁ। କିନ୍ତୁ ଆମେ ଯୋଉ ଜିନିଷ ଗୁଡା ସାଧାରଣତଃ ଭକ୍ତିର କଥା କୁହନ୍ତୁ, ଡିସିପ୍ଲିନ ର କଥା କୁହନ୍ତୁ, ବିଭିନ୍ନ ପ୍ରକାର ଆତ୍ମ ସଂଯମତାର କଥା କୁହନ୍ତୁ, ଏଗୁଡା ସବୁ ଲାଗୁଛି ଏଗୁଡା ବୋରିଂ ଜିନିଷ, ଏଗୁଡା କଣ କରିବେ? କିନ୍ତୁ ପ୍ରକୃତରେ ଦେଖନ୍ତୁ ମାନେ ନିଜର ମନକୁ ନିୟନ୍ତ୍ରଣ, ନିଜକୁ ସଂଯମତା କରିବା, ଆଧ୍ୟାତ୍ମିକତାରେ ଲଗେଇବା, ଆକ୍ଚୁଆଲି ଦେଖିବାକୁ ଗଲେ ପ୍ରକୃତରେ ଆନନ୍ଦ ଏଇଠି ଅଛି। ସେଇଥିପାଇଁ ଭଗବାନ ଭଗବତ ଗୀତାର ଅଷ୍ଟମ ଅଧ୍ୟାୟରେ ଏବେ କହୁଛନ୍ତି ଯେ ସାତ୍ବିକ ସୁଖ କଣ କହୁଛନ୍ତି, କହୁଛନ୍ତି ଯଦ୍ ଆଗ୍ରେ ବିଷମ ଇବ, ଶ୍ଲୋକଟା ମୁଁ ଲେଖିନି ଅବଶ୍ୟ ଇଏରେ, ତ ଯଦ୍ ଆଗ୍ରେ ବିଷମ ଇବ, ଯୋଉ ଜିନିଷଟା ଷ୍ଟାର୍ଟିଂ ରେ ବିଷ ଭଳିଆ ଲାଗେ, ଯଦ୍ ଆଗ୍ରେ ବିଷମ ଇବ ପରିଣାମ ଅମୃତପମ, ପରିଣାମଟା ଅମୃତ ଭଳିଆ, ତତ୍ ସୁଖମ ସାତ୍ବିକମ ପୃକ୍ତମ, ତ କହୁଛନ୍ତି ସେଇ ସୁଖଟା ଆକ୍ଚୁଆଲି ସାତ୍ବିକ ପୃକ୍ତମ। ଆଉ ସାତ୍ବିକ ଜିନିଷଟା ସାଧାରଣତଃ ଲମ୍ବା ସମୟ ପାଇଁ ରୁହେ। ଆପଣ ଦେଖୁନାହାନ୍ତି ତ ଯୋଉ ଜିନିଷ ଗୁଡା ସାଧାରଣତଃ ଆମେ କହୁଛନ୍ତି ଯେ ବହୁତ ଆନନ୍ଦଦାୟକ, ପ୍ରାୟତଃ ଦେଖନ୍ତୁ ସେ ଜିନିଷରେ ପ୍ରକୃତ ଆନନ୍ଦ ନାହିଁ। ଆଉ ଯଦି ବି ଆନନ୍ଦ ସେଥିରେ ଅଛି, ଆପଣ ଦେଖନ୍ତୁ ସେ ଆନନ୍ଦଟା ବହୁତ କ୍ଷଣିକ, ଆଉ ଦୁଃଖଟା ବେଶୀ ଲମ୍ବା। ଆପଣ ଦେଖନ୍ତୁ ଯେ ଏ ସଂସାରରେ ସବୁବେଳେ ପାଇଁ ଆପଣ ମାନେ ଆପଣ ଏକ୍ସପେରିମେଣ୍ଟ କରିକି ଦେଖିପାରନ୍ତି, ଆପଣ ଅନ୍ୟମାନଙ୍କୁ ପଚାରିକି ଦେଖିପାରନ୍ତି, ଯୋଉ ଜିନିଷ ଗୁଡା ଆମେ ସାଧାରଣତଃ କହୁଛନ୍ତି ଯେ ଏଟା ବହୁତ ସୁଖଦାୟକ, ଦେଖିବେ ଆପଣ ପରେ ସୁଖଟା ବହୁତ କମ ସମୟର ଆଉ ଦୁଃଖଟା ବହୁତ ଲମ୍ବା ସମୟର। ଆଉ ଯୋଉ ଜିନିଷ ଗୁଡା ସାଧାରଣତଃ ଆମେ ଭାବୁଛନ୍ତି ଏଗୁଡା ବୋରିଂ, ସେ ସବୁ ଏଥିରେ ରସ ନାହିଁ ଇଏ ନାହିଁ, ସେ ଜିନିଷ ଗୁଡା ସାଧାରଣତଃ ଦେଖିବେ ଯେ ଅଳ୍ପ ସମୟ ପାଇଁ ହୁଏତ ଦୁଃଖ ହେଇପାରେ, କିନ୍ତୁ ଥରେ ସେଥିରେ ଆକ୍ୱେଣ୍ଟେଡ ହେଇଗଲେ ମାନେ ସବୁବେଳେ ପାଇଁ ସୁଖ, ବୁଝିପାରିଲେ ନା? ତେଣୁ ସେଇଥିପାଇଁ ତ ସାଧାରଣତଃ ଏ ସଂସାରରେ ସେମିତି କିଛି ସୁଖ ନାହିଁ। କିନ୍ତୁ ଆଧ୍ୟାତ୍ମିକ ଜଗତକୁ ଧର ଯେ ଆମେ ଯିବା, ଆମେ କଣ କଣ ସୁଖ ପାଇ ଆମେ ଦେଖିବା। ତ ନେକ୍ସଟ ସ୍ଲାଇଡ ରହୁଛି। ତ ଏଠି ଦେଖନ୍ତୁ ଆଧ୍ୟାତ୍ମିକ ଜଗତରେ ସେଠି କେବେ ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ବୁଝିପାରିଲେ ନା? ଏଠି ବାରମ୍ବାର ଆମେ ଜନ୍ମ ନଉଛନ୍ତି ମୃତ୍ୟୁ ହଉଛନ୍ତି, ଜନ୍ମ ନଉଛନ୍ତି ମୃତ୍ୟୁ ହଉଛନ୍ତି। ଆମେ ଜାଣିଛନ୍ତି ମୃତ୍ୟୁ ତ ବହୁତ କଷ୍ଟ, ମୃତ୍ୟୁ ଉପରେ ଏବେ ଅବଶ୍ୟ ୟୁଟ୍ୟୁବରେ ଆମର ଗୋଟେ ଭିଡିଓ ଆଜି ପଡିଛି, ଆପଣ ଦେଖିପାରିବେ ମୃତ୍ୟୁ ଉପରେ। ତ ମୃତ୍ୟୁ ଆଉ ଜନ୍ମ ସବୁବେଳେ ପାଇଁ ବହୁତ କଷ୍ଟ, ବୁଝିପାରିଲେ ନା? କିନ୍ତୁ ଆଧ୍ୟାତ୍ମିକ ଜଗତରେ ଏଇ ଯୋଉ ଜନ୍ମ ଆଉ ମୃତ୍ୟୁ, ଜନ୍ମ ମୃତ୍ୟୁ, ଜନ୍ମ ମୃତ୍ୟୁ, ଏସବୁ ଚକ୍ର ନାହିଁ। ସେକେଣ୍ଡ ସ୍ଲାଇଡ କୁ ପ୍ରଭୁ ଗଲେ। ତ ସେଠି କଣ ନା ସବୁବେଳେ ପାଇଁ କଣ ନା ସବୁବେଳେ ପାଇଁ ଶାଶ୍ୱତ ଅବସ୍ଥାରେ ରୁହେ, କିମ୍ବା ଆମେ ଭୌତିକ ଜଗତରେ ଆମେ ଦେଖୁଛନ୍ତି ଯେ ଏଠି ସାଧାରଣତଃ ଇଭିନ ବି ଆପଣ ଦେଖନ୍ତୁ ବେଳେ ବେଳେ ଏମିତି ବି ଥିବ, ଆପଣ କିଏ କିଏ ହୁଏତ ରିଏଲାଇଜ କରିଥିବେ ମତେ କହିବେ, ଆପଣଙ୍କ ପାଖରେ ସବୁ ଅଛି, ପରିବାର ବି ଅଛନ୍ତି, ଚାକିରି ବି ଅଛି, ସବୁ ଠିକ ଅଛି, କିନ୍ତୁ ତଥାପି ଆପଣ କେବେ କେବେ ଦେଖିଛନ୍ତି ତଥାପି ମନଟା କାହିଁ ପ୍ରଫୁଲ୍ଲିତ ଲାଗୁନି, ମାନେ ସବୁ ଅଛି, ସେମିତି କିଛି ନାହିଁ ଯେ ବହୁତ ଦୁଃଖରେ ଅଛନ୍ତି, ମାନେ ଏଭ୍ରିଥିଙ୍ଗ ୟୁ ହ୍ୟାଭ୍, ମାନେ ଚାକିରି ବି ଅଛି, ପିଲାମାନେ ବି ଅଛନ୍ତି, ଆଜି ଛୁଟି ବି ଅଛି, ଘରେ ବସିଛନ୍ତି, ସେମିତି କାହାର କିଛି ଦେହ ବି ଖରାପ ନାହିଁ, କିନ୍ତୁ ସେମିତି ଦେଖିବେ ଯେ ମନଟା ବହୁତ କିଛି ପ୍ରଫୁଲ୍ଲିତ ନାହିଁ, କୋଉଠି ନା କୋଉଠି ଗୋଟେ ମାୟୁସ ଟାଇପ ର ଲାଗୁଛି। କିଏ କିଏ ଏଇ ଜିନିଷ ଅନୁଭବ କରିଛନ୍ତି? ଚାରି ଜଣ ଗଲେ ତ ଠିକ ଅଛି। ତ ପ୍ରାୟତଃ ଦେଖନ୍ତୁ ଆମେ ସମସ୍ତେ ଅନୁଭବ କରିଥିବା, ବୁଝିପାରିଲେ ନା? ସମସ୍ତେ ଅନୁଭବ କରିଥିବେ। ତାମାନେ ଦେଖନ୍ତୁ ଏ ସ୍ୱାଭାବିକ ଭାବରେ ଏ ଜଗତରେ ଆନନ୍ଦ ନାହିଁ, କିନ୍ତୁ ପ୍ରାୟତଃ ଦେଖିବାକୁ ଗଲେ ଆଧ୍ୟାତ୍ମିକ ଜଗତରେ ସ୍ୱାଭାବିକ ଭାବରେ ଜୀବ ସବୁବେଳେ ପାଇଁ ଆନନ୍ଦରେ ଥାନ୍ତି।
ସେଇଥିପାଇଁ ସଦା ଆମେ ଦେଖନ୍ତୁ ଯେତେବେଳେ ଆମେ ଭଗବତ ଗୀତାର କଥା କହୁଛ ନା ଆମେ କହୁଛନ୍ତି ଗୀତା ଗୀତାର ମାନେ ହଉଛି ଯେ ଭଗବାନଙ୍କର ଏଇଟା ହଉଛି ଗୀତ କାହିଁକି ନା ଆଧ୍ୟାତ୍ମିକ ଜଗତରେ କେହି କଥା କୁହନ୍ତିନି ସବୁବେଳେ ନୃତ୍ୟନ୍ତି ଗାୟନ୍ତି ତ ସବୁବେଳେ ଗାନ କରୁଥାନ୍ତି ନାଚୁଥାନ୍ତି କାରଣ ଦେଖନ୍ତୁ ଏଇ ଯୋଉ ନାଚ ଆଉ ଗୀତର ଆମେ କଥା କହୁଛ ନା ଯେତେବେଳେ ଜଣେ ବ୍ୟକ୍ତି ବହୁତ ଆନନ୍ଦରେ ଅଛି ସେତେବେଳେ ନାଚତେ ଗାୟନ୍ତି ଆପଣ ଦେଖୁନାହାନ୍ତି ଗୋଟେ ଛୋଟ ପିଲାଟା ଆପଣ ଧରାଯାଉ ତାକୁ କହେ ଚାଲିଯିବା ବଜାରକୁ ଚକୋଲେଟ ନେଇକି ଆସିବା ସିଏ ଯେତେବେଳେ ଆପଣଙ୍କ ହାତ ଧରିକି ଦେଖିବେ ଯାଉଥିବେ ସେ ଡେଇଁ ଡେଇଁ ଯାଉଥିବେ ସେ କେବେ ଦେଖିବେ ନର୍ମାଲ ଚାଲି ଚାଲି ଯାଉନଥିବେ ସେ ଡେଇଁ ଡେଇଁ ଯାଉଥିବେ କଣ ପାଇଁ ନା ତାକୁ ବହୁତ ଆନନ୍ଦ ଲାଗୁଛି କିମ୍ବା କଥା କହିଲା ବେଳେ ସେ ଦେଖିବ ବିଭିନ୍ନ ପ୍ରକାର ଗୀତ ଗାଉଥିବ ଏଇ କରୁଥିବ କାହିଁକିନା ବହୁତ ଆନନ୍ଦରେ ଅଛି ନା କିନ୍ତୁ ଆମେ ଦେଖନ୍ତୁ ସାଧାରଣତଃ ଆମର ଗୀତ ନାଚ ଏସବୁ କାହିଁ ବାହାରୁନି କାରଣ ଆମେ ବହୁତ ସମୟରେ ଦୁଃଖରେ ଅଛନ୍ତି ଆଉ ଏଇ ଆଧ୍ୟାତ୍ମିକ ଜଗତର ଆକ୍ଚୁଆଲି ସ୍ୱରୂପ ହଉଛି ଦୁଃଖ ତ ତାପରେ ନେକ୍ସଟ ସ୍ଲାଇଡ କଣ ତ ଏ ଜଗତରେ ସାଧାରଣତଃ ଦେଖନ୍ତୁ ଯେ ଆମେ ସାଧାରଣତଃ ଆମ ଶରୀର ଏମିତି ବନା ହେଇଛି ଯେ ଆମକୁ ଭୋକ ଲାଗୁଛି ଖାଦ୍ୟ ବି ଖାଉଛନ୍ତି ତା ସହିତ କଣ ନା ଆମକୁ ଆମ ଶରୀରର ବିଭିନ୍ନ ପ୍ରକାରର ଅ ବିଭିନ୍ନ ପ୍ରକାରର ମାନେ ଯୋଉ ୱେଷ୍ଟେଜ ସବୁ ନିର୍ଗତ ହଉଛି ଯେମିତି ଶରୀରରେ ଆମେ ଦେଖୁଛନ୍ତି ଖରା ଅଧିକ ବଢିଲେ ଝାଳ ବାହାରୁଛି କିମ୍ବା ଯେତେ ପ୍ରକାର ଆମର ଇନ୍ଦ୍ରିୟ ଅଛି ତ ଇନ୍ଦ୍ରିୟରୁ ବିଭିନ୍ନ ପ୍ରକାରର ଖରାପ ଜିନିଷ ସବୁ ବାହାରୁଛି ନା ନିର୍ଗତ ହଉଛି ୱେଷ୍ଟେଜ ଗୁଡା କିନ୍ତୁ ସାଧାରଣତଃ ଦେଖନ୍ତୁ ଆଧ୍ୟାତ୍ମିକ ଜଗତରେ କେବେ କାହାକୁ ଭୋକ ଲାଗେନି ବୁଝିପାରିଲେ ନା ଭୋକ ଲାଗେନି କିନ୍ତୁ ସେମାନେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ବହୁତ ସୁନ୍ଦର ସୁନ୍ଦର ବ୍ୟଞ୍ଜନ ସେମାନେ ଖାଇପାରିବେ ସେମିତି ନୁହେଁ ଯେ ଭୋକ ଲାଗେନି ମାନେ ସେମାନେ ଖାଇବା ସିଷ୍ଟମ ହିଁ ନାହିଁ ନା ନା ଖାଇପାରିବେ କିନ୍ତୁ ସେମାନଙ୍କୁ ଭୋକ ଲାଗେନି ଆଉ ଯେତେ ବି ଖାଇଲେ ସେମାନଙ୍କର କୌଣସି ଦେହ ଖରାପ ହବନି ଆଉ ସେମାନଙ୍କର ଶରୀରରେ କୌଣସି ପ୍ରକାରର ବର୍ଜ୍ୟବସ୍ତୁ ନିର୍ଗତ ହୁଏ ହିଁ ନାହିଁ ଆଉ ସାଧାରଣତଃ ଏଇ ଯୋଉ ବର୍ଜ୍ୟବସ୍ତୁ ନିର୍ଗତ ହୁଏନି ସାଧାରଣତଃ ଏଇ ଦେଖନ୍ତୁ ଏଇ ସଂସାରର ଯେତେ ପ୍ରକାରର ଅପରିଷ୍କାରର ଜିନିଷ ଅଛି କେବଳ ଏଇ ଶାରୀରିକ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ନିର୍ଗତ ହବା ଦ୍ଵାରା ନା ତେଣୁ ସେ ସବୁ କିଛି ନାହିଁ ଆଉ ସାଧାରଣତଃ ଦେଖନ୍ତୁ ଯଦି ବର୍ଜ୍ୟବସ୍ତୁ କିଛି ନିର୍ଗତ ନ ହୁଅନ୍ତା ତାହେଲେ ଏଇ ଯୋଉ ଜଗତରେ କେତେ ପରିଷ୍କାର ଚାରିଆଡେ ରୁହନ୍ତା ବୁଝିପାରିଲେ ନା ତ ତେଣୁ ସେଥିପାଇଁ ତ ସାଧାରଣତଃ କଣ ନା ଆଧ୍ୟାତ୍ମିକ ଜଗତରେ ଏସବୁ ଜିନିଷର କିଛି ଅସୁବିଧା ନାହିଁ ନେକ୍ସଟ ଦେଖନ୍ତୁ ଏଠି ଜଗତରେ ଆମେ ସମସ୍ତେ ପ୍ରାୟ ଟାୟାର୍ଡ ହେଇଯାଆନ୍ତି ଆମକୁ ନିଦ୍ରା ଯିବା ଦରକାର ଆଉ ପ୍ରାୟ ସମୟ ଦେଖିବେ ଆପଣ ହୁଏତ ଖାଦ୍ୟ ନ ଖାଇକି 4-5 ଦିନ ରହିଯିବେ କିନ୍ତୁ ଆ, ମାନେ ଆଟଲିଷ୍ଟ ଗୋଟେ ଦି ଦିନ ତ ଆପଣ ଖାଦ୍ୟ ନ ଖାଇକି ହୁଏତ ରହିଯିବେ କିନ୍ତୁ ଦେଖିବେ ଗୋଟେ ଦି ଦିନ ଆପଣ ନ ଶୋଇଛନ୍ତି ଆପଣ ରହିବାଟା ବହୁତ କଷ୍ଟ କିନ୍ତୁ ଆଧ୍ୟାତ୍ମିକ ଜଗତରେ ଆଉ ଆଧ୍ୟାତ୍ମିକ ଶରୀର ଯୋଉ ଧାରଣ କରନ୍ତି ସେମାନଙ୍କ ପାଇଁ ଯେ ନିଶ୍ଚିତ ମାତ୍ରାରେ ନିଦ୍ରା ଯିବା ସେମିତି କିଛି ଦରକାର ହିଁ ନାହିଁ ଆଉ ସେଠି ସାଧାରଣତଃ ରାତ୍ରି ନାହିଁ ନା ତଦ୍ଭାସଇତେ ସୂର୍ଯ୍ୟ ନା ଶଶାଙ୍କ ନବାପଗ ଯଦ୍ଗତ୍ୱ ନା ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ ତ ସେ ଯୋଉ ଜଗତରେ ସାଧାରଣତଃ କଣ ହୁଏ ନା ଉଁ ରାତ୍ରି ନାହିଁ ତେଣୁ ସେମାନେ ସେଠି ନିଦ୍ରା ଯାଆନ୍ତିନି ସବୁବେଳେ ପାଇଁ ଭଗବାନଙ୍କ ସେବାରେ ଲାଗିକି ରହିଥାନ୍ତି କେବେ ବି ଟାୟାର୍ଡ ହୁଅନ୍ତିନି ଆମେ ସମସ୍ତେ ଅନୁଭବ କରୁଛନ୍ତି ହୁଏତ କିଛି କିଛି ସ୍ଥିତିରେ ଆମେ ବହୁତ ଆନନ୍ଦିତ ଅଛନ୍ତି ଶୋଇବା ପାଇଁ ଇଚ୍ଛା ହଉନି କିନ୍ତୁ ଏନିହାଉ ଶୋଇବା ଦରକାର କାଲି ହୁଏତ ବଡ ପ୍ରୋଗ୍ରାମ ଅଛି କଣ ଅଛି ଶୋଇବା ଦରକାର କିନ୍ତୁ ଆଧ୍ୟାତ୍ମିକ ଜଗତରେ ଆଧ୍ୟାତ୍ମିକ ଶରୀରରେ ସେ ସବୁ କିଛି ଆବଶ୍ୟକ ନାହିଁ ନେକ୍ସଟ ତ ଦେଖନ୍ତୁ ଏ ଜଗତର ସବୁଠୁ ଆହୁରି ଗୋଟେ ବଡ ଦୁଃଖ ହଉଛି ଯେ ଶରୀରର ବିଭିନ୍ନ ପ୍ରକାର ରୋଗଗ୍ରସ୍ତ ହବା ରୋଗଗ୍ରସ୍ତ ହବା ତ ସମସ୍ତେ ଏ ଜଗତରେ ରୋଗରେ ପଡନ୍ତି ଆଉ ସାଧାରଣତଃ ରୋଗରେ ପଡିଗଲା ମାନେ ଆମେ ସମସ୍ତେ ପ୍ରାୟ ବଡ ଦୁଃଖ ଲାଗେ ବଡ ବିରକ୍ତ ଟାଇପ ର ଲାଗେ କିନ୍ତୁ ଆଧ୍ୟାତ୍ମିକ ଜଗତରେ ସେ ଯୋଉ ଶରୀର ମିଳେ ସାଧାରଣତଃ ସେ ଶରୀରରେ କୌଣସି ରୋଗଗ୍ରସ୍ତ ହୁଏନି କିମ୍ବା ମାନସିକ ସ୍ତରରେ ସେମାନେ କେବେ ବି ମାନେ ଦୁଃଖ ସେମାନଙ୍କୁ ଲାଗେନି ସବୁବେଳେ ପାଇଁ ଆନନ୍ଦ ରୁହନ୍ତି ତ ନେକ୍ସଟ ତ ଏଠି ଦେଖନ୍ତୁ ସାଧାରଣତଃ ଏ ଶରୀରରେ କଣ ଗୋଟେ ସମୟ ପରେ ସମସ୍ତ ବୃଦ୍ଧାବସ୍ଥା ଆସିଯାଏ ଆଉ ବୃଦ୍ଧାବସ୍ଥା ଆମେ ଜାଣିଛନ୍ତି ସମସ୍ତଙ୍କୁ ବହୁତ କଷ୍ଟ କିନ୍ତୁ ସାଧାରଣତଃ ଆଧ୍ୟାତ୍ମିକ ଜଗତରେ କୌଣସି ବୃଦ୍ଧାବସ୍ଥା ନାହିଁ ସବୁବେଳେ ଯିଏ ଯେତିକି ଏଜ ରେ ଅଛନ୍ତି ସବୁବେଳେ ପାଇଁ ଶାଶ୍ୱତ କାଳ ପାଇଁ ସେଇ ସବୁ ଅବସ୍ଥାରେ ଥାଆନ୍ତି ବୁଝିଲେ କି ତାପରେ ଆଉ କଣ କଣ ସବୁ ଆଧ୍ୟାତ୍ମିକ ଜଗତରେ ଅଛି ଆମେ ସାଧାରଣତଃ ଦେଖିବା ତ ଏଇ ଯୋଉ ଆଧ୍ୟାତ୍ମିକ ଜଗତ କୁହାଉଛି ତ ଆଧ୍ୟାତ୍ମିକ ଜଗତ କେମିତି ନା ସାଧାରଣତଃ ବ୍ରହ୍ମାଜୀ ଆକ୍ଚୁଆଲି ବ୍ରହ୍ମ ସଂହିତାରେ କହୁଛନ୍ତି ତ ଆଧ୍ୟାତ୍ମିକ ଜଗତ ଜଷ୍ଟ ଗୋଟେ ପଦ୍ମ ଫୁଲ ପଡି ତ ପଦ୍ମ ଫୁଲର ଯେମିତି ମାନେ ମଝି ଅଂଶ ଟା ଯେମିତି ତାର ଥାଏ ତ ସେମିତି ଆଧ୍ୟାତ୍ମିକ ଯୋଉ ଯୋଉ ଜଗତ କହୁଛନ୍ତି ଯୋଉ ଗୋଲକ ବୃନ୍ଦାବନ କହୁଛନ୍ତି ସେ ଯୋଉ ପାଖୁଡା ଟାଇପ ରହିଛି ସବୁ ବିଭିନ୍ନ ପ୍ରକାର ଧାମ କିନ୍ତୁ ମଝି ଜାଗା ଟା ହଉଛି କଣ ନା ଗୋଲକ ବୃନ୍ଦାବନ ଆଉ ସାଧାରଣତଃ ଗୋଲକ ବୃନ୍ଦାବନ କେମିତି ନା ଗୋଲକ ବୃନ୍ଦାବନରେ ସାଧାରଣତଃ ଗୋ ଲୋକ ବୃନ୍ଦାବନ ଗୋ ଲୋକ
ସେମାନେ ଯୋଉଠି ବହୁତ ମାତ୍ରାରେ ଗୋମାତା ଅଛନ୍ତି ଆଉ ତା ସହିତ କଣ ନା ସେ ଯୋଉ ଜଗତରେ ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ଅଛି ବିଭିନ୍ନ ପ୍ରକାରର ମାନେ ଦେଖନ୍ତି ବହୁତ ସୁନ୍ଦର ସୁନ୍ଦର ପକ୍ଷୀ ମାନେ ଅଛନ୍ତି ବହୁତ ସୁନ୍ଦର ସୁନ୍ଦର ସେମାନେ ଗାନ କରନ୍ତି ଆଉ ସାଧାରଣତଃ ଆଧ୍ୟାତ୍ମିକ ଜଗତର ସବୁଠୁ ବଡ କଥା ହଉଛି ଯେତେ ବି ଜୀବ ଅଛନ୍ତି ତାଙ୍କ ଭିତରେ ଯୋଉ ସମ୍ପର୍କଟା ବହୁତ ମଧୁର ସେମାନଙ୍କ ଭିତରେ କୋଅପରେସନ ଟା ବହୁତ ଭଲ ସାଧାରଣତଃ ଦେଖନ୍ତୁ ଭୌତିକ ଜଗତରେ ନା କୋଉଠି ସମସ୍ତେ ଦେଖନ୍ତୁ ସମସ୍ତଙ୍କ ପ୍ରତି ଏନଭିୟସନେସ୍ ସମସ୍ତେ ଦେଖନ୍ତୁ ସମସ୍ତଙ୍କ ପ୍ରତି ଜେଲସନେସ୍ ସମସ୍ତେ ଦେଖନ୍ତୁ ସମସ୍ତଙ୍କ ପ୍ରତି କୋଉଠି ନା କୋଉଠି ଆମେ ଅନ୍ୟର ଗୁଣ କାଢ ମାନେ ଖରାପ ଗୁଣ କାଢନ୍ତି କାରଣ ଆମକୁ କେହି ଜଣେ ଉପରକୁ ବଢିଯା ଆମକୁ ଭଲ ଲାଗେନି କିମ୍ବା ଦେଖନ୍ତୁ ସବୁବେଳେ ପାଇଁ ଏ ଜଗତରେ ଅନ୍ୟ ଜଣଙ୍କୁ ଆମେ ଚିଟିଂ କରିବା ପାଇଁ ଲାଗିଛନ୍ତି ଏ ଜଗତରେ ସମସ୍ତେ ଦେଖନ୍ତୁ ସ୍ୱାର୍ଥପର ଆପଣ ଦେଖନ୍ତୁ ନର୍ମାଲ ଗୋଟେ ଯଦି ଏକ୍ଜାମ୍ପଲ ଆମେ ନବା ପ୍ରାୟତଃ ଦେଖନ୍ତୁ ଜଣେ ଶାଶୁ ଆଉ ବୋହୂ ଭଲ କି ଏଇଥିପାଇଁ ରହିପାରନ୍ତିନି କାରଣ ଜେନୁଇନଲି କିଛି ସେମାନଙ୍କ ଭିତରେ ଝଗଡା ନାହିଁ କିନ୍ତୁ କୋଉଠି ନା କୋଉଠି ଆମ ଭିତରେ ଯୋଉ ଈର୍ଷା ପରାୟଣତା ଅଛି ତ ସେଇଟା ହିଁ ଆମକୁ କେବେ ବି ଖୁସିରେ ରହିବାକୁ ଦିଏନି ବୋହୂ ଚାହିଁବ ଯେ ଶାଶୁର ଗୁଣ ଗାଇବ ସେ ଶାଶୁ ବି ବୋହୂର ଗୁଣ ଗାଇବ ତ ଏଇଟା ହଉଛି ଆକ୍ଚୁଆଲି ପ୍ରକୃତରେ ଦେଖିବାକୁ ଗଲେ ଶାଶୁ କିମ୍ବା ଯଦି ବି କିଛି କିଛି ଭୁଲ ଥାଏ ସେ ଭୁଲଟା ହୁଏତ ଏତେ ବି ବଡ ପ୍ରୋବ୍ଲେମ କରନ୍ତାନି ଯଦି ଆମ ଭିତରେ ହୁଏତ ଆମେ କୋଅପରେସନ ଟା ବେଶୀ ଥାନ୍ତା ରେଦର ଦେନ ଆମର କଣ ନା ଆମର ଯୋଉ ଏଇ ଯୋଉ ମାନେ ଏନଭିୟସନେସ୍ ଗୁଣ ନଥାନ୍ତା ସାଧାରଣ ଦେଖୁନାହାନ୍ତି ସେଇ ମା ଝିଅ ସେମାନଙ୍କ ଭିତରେ ତ ସମ୍ପର୍କ ବହୁତ ଭଲ ଅଛି ସେଇ ଝିଅଟା ଯେତେବେଳେ ଅନ୍ୟ ଘରକୁ ବୋହୂ ହେଇକି ଚାଲି ଯାଉଛି ତାହେଲେ କାହିଁ ପ୍ରୋବ୍ଲେମ ବଢି ଯାଉଛି କିମ୍ବା ସେଇ ଘରର ଝିଅଟା ଯେତେବେଳେ ପୁଣି ଆସୁଛି ତାଙ୍କ ଭିତରେ ତ ରିଲେସନସିପ ଭଲ ଅଛି ନା ତେଣୁ ଦେଖନ୍ତୁ କୋଉଠି ନା କୋଉଠି ସାଧାରଣତଃ ଦେଖନ୍ତୁ ଏ ଜଗତରେ ଆମେ ଖୋଜି ବୁଲୁଥାନ୍ତି ଯେ କିଏ କଣ ଭୁଲ କଲା ତାକୁ କାଢିକି ଉଛାଳିବା ଆମେ କୋଅପରେସନ ବେଶୀ କରିବା ପାଇଁ ଚାହାନ୍ତିନି ଆମେ ବୁଝିବା ପାଇଁ ଚାହାନ୍ତିନି କିମ୍ବା ଆପଣ ଦେଖନ୍ତୁ ଆମେ ଧର ଯୋଉ ଗୋଟେ କୋଉ ଅଫିସ କୁ ଗଲେ ଆମକୁ ଯେତେ ମାତ୍ରାରେ ହଇରାଣ କରାଯାଏ କିମ୍ବା ଆମେ ସାଧାରଣତଃ ଚିନ୍ତା କଲେ ଆମେ ବହୁତ ଆମର ଏନଜାଇଟି ଆସିଯାଏ ଯେ ସେଠିକି ଯିବି କଣ ସାହାଯ୍ୟ କରିବେ ନ କରିବେ ଆପଣ ପ୍ରାୟ ସମୟରେ ଦେଖିଥିବେ ଗଭର୍ଣ୍ଣମେଣ୍ଟ ଅଫିସ କୁ ଯିବେ ସେମାନେ ଯେତିକି ମାତ୍ରାରେ ଆମକୁ ଦୌଡାନ୍ତି ହୁଏତ ସେତିକି ମାତ୍ରାରେ ନ ଦୌଡ଼ିକି ବି କାମ ହେଇଯିବ କିନ୍ତୁ କୋଉଠି ନା କୋଉଠି ଯୋଉ ଏଇ ଯୋଉ କୋଅପରେସନ କରିବା ପାଇଁ ଏ ଜଗତରେ କେହି କାହାକୁ ଚାହୁଁନାହାନ୍ତି ତେଣୁ ସେଇଥିପାଇଁ ହିଁ ଏଇ ସବୁ ଆସେ କିନ୍ତୁ ଆଧ୍ୟାତ୍ମିକ ଆଉ ଏଇ ଯୋଉ କୋଅପରେସନ ନ କରିବା ଦ୍ଵାରା ନା ଆମେ ଦେଖନ୍ତୁ ଏ ଜଗତରେ ପ୍ରୋବ୍ଲେମ ଟା ଯେତିକି ଅଛି ତାଠୁ ବେଶୀ ପ୍ରୋବ୍ଲେମ ହେଇଯାଉଛି ଯୋଉ କେହି କାହାକୁ କୋଅପରେସନ ନ କରିବା ପାଇଁ ସମସ୍ତେ ସମସ୍ତଙ୍କୁ ଚିଟିଂ କରିବା ପାଇଁ ଯୋଉ ଚାହୁଁଛନ୍ତି ସାଧାରଣତଃ ଦେଖୁନାହାନ୍ତି ଆପଣ ଦେଖନ୍ତୁ ଏ ଜଗତରେ ସମସ୍ତେ ସ୍ୱାର୍ଥପର ଆପଣ କୌଣସି ବି ସମ୍ପର୍କ ଦେଖନ୍ତୁ ଯେତେ ଯାଏଁ ଆପଣ ସ୍ୱାର୍ଥଟା ପୂରଣ ହଉଥିବ ସେତେ ଯାଏଁ ସମସ୍ତେ ଭଲ ଆପଣ ଯେତେବେଳେ ଦେଖିବେ ସ୍ୱାର୍ଥ ପୂରଣ ହେଇଯିବ ତାପରେ ଦେଖିବେ ଆଇଦର କଥାବାର୍ତ୍ତାରେ ତାଙ୍କର ଚେଞ୍ଜ ହେଇଯିବ କିମ୍ବା ତାଙ୍କର ଚାଲିଚଳନ ଆପଣଙ୍କ ପ୍ରତି ସମ୍ମାନ ସବୁ କିଛି ଚେଞ୍ଜ ହେଇଯିବ ତେଣୁ ଏ ଜଗତରେ ସମସ୍ତେ ସ୍ୱାର୍ଥପର ସମସ୍ତଙ୍କ ପ୍ରତି ସମସ୍ତଙ୍କର ଏନଭିୟସନେସ୍ ଅଛି ଦେଖନ୍ତୁ କେବଳ ଏଇ ଯୋଉ ଭୌତିକ ଜଗତରେ ଯଦି କୌଣସି ଗୋଟିଏ ସମ୍ପର୍କ ପାଇ ଯୋଉ ସମ୍ପର୍କରେ ସାଧାରଣତଃ ପବିତ୍ରତା ଅଧିକ ଅଛି କିମ୍ବା ପ୍ରେମ ବହୁତ ଅଧିକ ଅଛି ସିଏ ହଉଛି କେବଳ ମା ଆଉ ତାର ପିଲାର ସମ୍ପର୍କ କେବଳ ଏଇ ସମ୍ପର୍କରେ ପବିତ୍ରତା ଟା ଅଧିକା ଅଛି କିନ୍ତୁ ଅନ୍ୟ କୌଣସି ପ୍ରାୟତଃ ସମ୍ପର୍କରେ ଦେଖିବାକୁ ଗଲେ ସେତେ ମାତ୍ରାରେ ଭଲ ପାଇବା ନାହିଁ ଆପଣ ଦେଖନ୍ତୁ କେତେ ବି କଣ ମା କୁ କରିଦଉ ପିଲା କିନ୍ତୁ ତା ମା କେବେ ତା ଛୁଆକୁ ଭଲ ପାଇବ କେବେ ଖରାପ ପାଇବନି ଏମିତି ଟାଇପ ହୁଏତ କିଛି କିଛି ମାତ୍ରାରେ ଅଛି କିନ୍ତୁ ଯଦି ଦେଖିବାକୁ ଯିବ ଯେ କୌଣସି ସମ୍ପର୍କରେ ସେତେ ମାନେ ଅଧିକ ମାତ୍ରାରେ ପବିତ୍ରତା ଆଉ ମାନେ ପ୍ରେମ ଅଛି ତ ସିଏ ହଉଛି ମା ଆଉ ପିଲାର ସମ୍ପର୍କ ଭିତରେ ତେଣୁ ସାଧାରଣତଃ ଦେଖନ୍ତୁ ଏଇ ଯୋଉ କୋଅପରେସନ ସାଧାରଣତଃ ନାହିଁ କୋଅପରେସନ ର ମୂଳ କାରଣ ହଉଛି ଆମ ଭିତରେ ବିଭିନ୍ନ ପ୍ରକାର କାମ କ୍ରୋଧ ଲୋଭ ମୋହ ମତ ମାଶ୍ଚର୍ଯ୍ୟ ପ୍ରାୟତଃ ଦେଖନ୍ତୁ କୌଣସି ବ୍ୟକ୍ତି ଯଦି ଉଠୁଛି ଅନ୍ୟ ବ୍ୟକ୍ତି ମାନେ ନିଶ୍ଚିତ ମାତ୍ରାରେ ଈର୍ଷା ପରାୟଣ ହୁଅନ୍ତି ଯେ କୌଣସି ନା କୌଣସି ତାର ଗୋଟେ ଭୁଲ କାଢିକି ତାକୁ ହଇରାଣ କରିବାର ଅଛି ଈର୍ଷା ପରାୟଣତା ଅଛି ଏ ଜଗତରେ ତେଣୁ ଏମିତି ସ୍ଥିତିରେ ଆମେ କେମିତି ବହୁତ ଆନନ୍ଦ ରହିପାରିବା ସେକେଣ୍ଡ ଯାଆନ୍ତୁ ପ୍ରଭୁ ହଁ ତ ଏ ଜଗତରେ ସାଧାରଣତଃ କଣ ନା ଏ ଜଗତରେ ଆମେ ବିଭିନ୍ନ ପ୍ରକାର ତିନି ଗୁଣରେ ବନ୍ଧା ହେଇକି ଅଛନ୍ତି ତିନି ଗୁଣ ମାନେ ଆକ୍ଚୁଆଲି ବିଭିନ୍ନ କର୍ମ ବନ୍ଧନରେ ଆମେ ବନ୍ଧା ହେଇକି ଅଛନ୍ତି କିନ୍ତୁ ସାଧାରଣତଃ ଆଧ୍ୟାତ୍ମିକ ଜଗତରେ ସେମିତି କୌଣସି ବନ୍ଧନରେ କେହି ନଥାନ୍ତି ତାପରେ ନେକ୍ସଟ ସ୍ଲାଇଡ ତ ନେକ୍ସଟ ସ୍ଲାଇଡ ହଉଛି ଏଠି ଦିଆହେଇଛି ଯେ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଜଗତରେ କଣ ନା ସମସ୍ତଙ୍କ ବିଭିନ୍ନ ପ୍ରକାର ଯୋଉ ଘର ମିଳିଥାଏ ବହୁତ ସୁନ୍ଦର ଘର
बहुत सुंदर घर समस्त आगे विभिन्न प्रकार माने बहुत बढ़िया बढ़िया सुंदर फूल गछ फल विभिन्न प्रकार पनीपरिया एठी जेते प्रकार आम साधारणतः पनीपरिया पाउछ आध्यात्मिक जगत और बहुत मात्रा रे पनीपरिया मिले तो ता सहित सेठी कहा जाए साधारणतः से जो माने आमे देखुचंती जो साधारणतः चट्टाण ହେଇଛି किंवा रास्ता घाट ହେଇଛି सब विभिन्न प्रकार बहुत मूल्यवान द्रव्यर सेठी चट्टाण ହେଇଛି माने हीरा मोती माणिक्य एमती टाइप रे पड़छि नेक्स्ट एठी देखंतु साधारणतः एठी जो गछ अछि तो नॉर्मल गछ किंतु सेटीर जो गछ अछि कोन ना से होछि जे चिंतामणि वृक्ष आपण केवल चिंता कले ही से सब किछि देई पारिए आपण जहा चिंता करिए ता देई पारिए ता सहित कोन ना सेठी सब सुरभि गाई अछंती से सुरभि गाई आपण जहा चाहेबे देई पारिए नेक्स्ट तापर कोन ना सेठी बहुत सुंदर सुंदर पक्षी मान अछंती आ बहुत सुंदर राब करंती तो जेतेले सुंदर सुंदर पक्षी माने साधारणतः से माने गीत गाती तो सेठी कहउची एते सेमान भितर कोऑपरेशन बहुत सुंदर तो जेतेले साधारणतः झिटिका भी सेतेले जेतेले गान करे भगवान को आनंदित करिया पई तो अन्य सब पक्षी चुप हो जाती तो सेमान भितर कोऑपरेशन एते भलो तो ता सहित नेक्स्ट कहउची साधारणतः आध्यात्मिक जगत रे जो पुरुष और नारी अछन सेमानकर सौंदर्य बहुत मात्रा रे उत्तम किंतु सेमानक भितर काम भावना किछि न थाए सेमानक भितर काम भावना किछि नै सेमानक भितर समस्तଙ୍କର समस्त सहित संपर्क बहुत सुंदर कामना सेमति किछि ना आ साधारणतः प्राय देखिबे जो कामना ही आपण देखंतु संपर्क को कटाए कारण कामनाटा किछि समय एटा क्षणस्थायी जिंस तो जनकर जनक प्रति कामना सरीगला माने सरीगला तार स्वार्थ एबे सरीगला सी आ जनक भल पाइबो कोन पाई तेणु सेति पई साधारणतः ये एक्चुअली काहा को आ जदी साधारणतः कामना कोन स्वार्थपरता बढ़ाए ना किंतु प्रकृत प्रेमटा एक्चुअली कामना रे नय नेक्स्ट तो तेणु एठी समस्ते विभिन्न प्रकार आनंद रे थांती विभिन्न प्रकार लीला रे मातिकी रही थांती विभिन्न प्रकार कृष्ण को आनंद दबारे लागि रही थांती नेक्स्ट तो सेमाने समस्ते कोन ना सबु बेले पई जेहेतु दिन राति सब बेले पई कोन ना विभिन्न प्रकार लीला रे ही मग्न हे की रहितांती आपण देखंतु ए जो जगत रे आमे धरा जो देखंतु केही एक्चुअली पाठ पढी की चाकरी करिया पई चाहंतेनी सतरे पाठ पढी की चाकरी करिया पई चाहंती एडा होउची कोन करले बाय प्रोडक्ट कोन कहा जाय जेहेतु अर्थर आवश्यकता अछि सेति पई जने पाठ पढी की चाकरी करछ नले जे पाठ पढी के तबे देखंतु ए जगतटा एमती टाइप रे इनडायरेक्टली बना है हमर इच्छाटा एक्चुअली अर्थ उपार्जन हमको अर्थ दरकार किंतु अर्थ दरकार ताको एमती घुमे फिरे दिया है माने फास्ट 20 वर्ष जाय पढ तापर जाई चाकरी कर तापर जाई अर्थ उपार्जन करियो कोन पई ना विभिन्न प्रकार जिंस किनि पारे किंतु साधारणतः आध्यात्मिक जगत से जहा चाहिबो ताको मिले से तेणु साधारणतः भौतिक विद्या अर्जन करिया तार दरकार कोन दरकार ही किछि नै से कहीं ऑफिस रे जाई चाकरी करियो कहीं चाकरी करिया दरकार नै तेणु कोन कहला ना सब जिंस तो मिलियल केवल भगवान को सेवा रे लागि के रहियो तो तेणु सेति पई तो साधारणतः आउ साधारणतः कोन कोन सो फैसिलिटी दिया जाए त आध्यात्मिक जगत रे पाउजी जे साधारणतः जेमति हमें ए जगत रे बुलुचंती हमर को होय त कार कार साइकिल अछि कार कार होय त गाड़ी मोटर अछि कि चाली की जाते किंतु आध्यात्मिक जगत रे समस्तको पाई साधारणतः विमान अछि पुष्पक विमान अछि आ से जो पुष्पक विमान केमति रे तयारी ना विभिन्न प्रकार स्वर्ण हीरा ए सब रे तयारी आ से पुष्पक विमान रे कोनोसी प्रकार ईंधन आवश्यक नाही से पुष्पक विमान रे कोन आपण जिते जण चाहिले बस परिवे से पुष्पक विमान रे कोन ना केबे भी जे माने एठी हमें देखु छ विभिन्न प्रकार प्लेन क्रैश हो सेठी सब किछि क्रैश हबारे नै कारण एते मृत्यु ही नाही ना तेणु ये हूँ साधारण आध्यात्मिक जगत को थे जन गला माने से आध्यात्मिक जगत तार कौन मृत्यु जन्म मृत्यु चक्र भी ना साधारणतः कौन संपर्क सब पवित्रता अच्छे चिटिंग कहीं क्या करते समस्त भीतर कोऑपरेशन अच्छे जहाँ जन इच्छा करें किंतु प्रकृत देखा गले कौथि ना जेहेतु से माने स्वाभाविक भाव से समस्त भगवान को भक्ति रे लगी रही किंतु ए जगत रे कौन होजी ना हमर स्वाभाविक भाव रे भगवान को प्रति भक्ति करियार इच्छा नहीं प्रभु से थाउ था से पानी था सेटा जस्ट खाली पुरे दे के रखे दियो हां जस्ट खाली पुरे दे के रखे दियो तो साजा ना ना ढाल कफुन ढाल लगाए तो कहिल ना खाली पुरे दे के रखे दियो तो सेहिथि भाई मु कहिल ना
ତ ତ ସେଇଥିପାଇଁ ସାଧାରଣତଃ ଦେଖନ୍ତୁ ଏ ଜଗତରେ ଆମର ସ୍ୱାଭାବିକ ଇଚ୍ଛା ନୁହେଁ ଭକ୍ତି କରିବା। ଆମର ସ୍ୱାଭାବିକ ଇଚ୍ଛା କଣ ନା ବିଭିନ୍ନ ପ୍ରକାର ଇନ୍ଦ୍ରିୟ ତୃପ୍ତି କରିବା। ଆଉ ଯୋଉଟା କି ଇନ୍ଦ୍ରିୟ ତୃପ୍ତି ଆମେ ଆକ୍ଚୁଆଲି କରିପାରୁନାହାନ୍ତି। ସାଧାରଣତଃ ଆମେ ଇନ୍ଦ୍ରିୟ ତୃପ୍ତି ଯେତିକି କରିପାରୁନାହାନ୍ତି ତାର କର୍ମଫଳଟା ବେଶୀ ଭୋଗ କରୁଛନ୍ତି। ଇନ୍ଦ୍ରିୟ ତୃପ୍ତି ଆମେ ମଜାଟା ଯେତିକି ନେଇ ପାରୁନାହାନ୍ତି ଆମେ ପନିଶମେଣ୍ଟ ଟା ବେଶୀ ପାଉଛନ୍ତି। ତେଣୁ ସେଥିପାଇଁ ବୁଦ୍ଧିମାନ ବ୍ୟକ୍ତି ଚାହିଁବା ଦରକାର ଯେ ଆଉ ପ୍ରକୃତରେ ଦେଖିବାକୁ ଗଲେ ଏଠି କଣ କୁହାଉଛି ନା ଏଇ ଯୋଉ ଆଧ୍ୟାତ୍ମିକ ଜଗତ କଣ ନା ସଚ୍ଚିଦାନନ୍ଦ ବିଗ୍ରହ ସେଠି ସତ୍ ଚିତ୍ ଆନନ୍ଦ ସତ୍ ମାନେ ସବୁବେଳେ ପାଇଁ ଶାଶ୍ୱତ ଚିତ୍ ଚିତ୍ ମାନେ ହଉଛି ଫୁଲ ଅଫ ନଲେଜ। ସାଧାରଣତଃ ଦେଖନ୍ତୁ ପ୍ରତ୍ୟେକ ଜୀବର ସବୁ ପ୍ରକାର ଜ୍ଞାନ ନବାର ଇଚ୍ଛା ଟା ସବୁବେଳେ ଥାଏ। କେମିତି ଜାଣିବ ଦେଖନ୍ତୁ ଗୋଟେ ଛୋଟ ପିଲାଟେ ଦେଖି ସବୁବେଳେ ସବୁ କଥା ପଚାରିବ। ଯେ ବାପା ଏଟା ଏମିତି କାଇଁ ହେଇଛି ବାପା ଏଟା ଏମିତି କାଇଁ ହେଇଛି ମା ଏଟା କେମିତି ହେଇଛି ଆମେ କିଛି କିଛି କୁହନ୍ତି ତାପରେ କହନ୍ତି ହେତ୍ ଚୁପ ରହ ଅଧିକା ପଚାରୁଛୁ। କାରଣ ଆମ ପାଖରେ ସବୁ ଉତ୍ତର ନାହିଁ ନା କିନ୍ତୁ ସାଧାରଣତଃ ଆଧ୍ୟାତ୍ମିକ ଜଗତ ଗଲା ପରେ କିମ୍ବା ସେଇ ଯୋଉ ଚୁପ୍ କରି ଆମେ ତାପରେ ଗୋଟେ ଟାଇମ ପରେ ଚୁପ୍ ହେଇଯାଇଛନ୍ତି କାରଣ ସବୁ ଜିନିଷର ତ ଉତ୍ତର ଏଠି କିଛି ନାହିଁ ଅଧିକା କାହିଁ ପ୍ରଶ୍ନ ପଚାରେ କିନ୍ତୁ ଆଧ୍ୟାତ୍ମିକ ଜଗତ ଗଲା ପରେ ତାର ସବୁ କଥା ମନେ ପଡେ। ଆ ସେଇଥିପାଇଁ ତ ଭଗବାନ କହୁଛନ୍ତି ଯେ ଆ ବେଦହମ୍ ସମତିତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣାଚି ବର୍ତ୍ତାନି ମାମ୍ ବେଦନ କଶ୍ଚିନ୍ ତ ମୁଁ ଆକ୍ଚୁଆଲି ସମସ୍ତଙ୍କର ସବୁ କଥା ଜାଣିଛି। ବେଦହମ୍ ସମତିତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣାନି ଚ ଭୂତାନି ମାମ୍ ବେଦନ କଶ୍ଚିନ୍ ମୁଁ ସମସ୍ତଙ୍କର ଭବିଷ୍ୟତ ବର୍ତ୍ତମାନ ଅତୀତ ସବୁ ଜାଣିଛି କିନ୍ତୁ ଜୀବ ମୋ ବିଷୟରେ କିଛି ଜାଣିନାହାନ୍ତି କିନ୍ତୁ ଏଇ ଜୀବ ଯେତେବେଳେ ଆଧ୍ୟାତ୍ମିକ ଜଗତ ଯିବ ତାର ଯେତେ ଜନ୍ମ ନେଇଛି କାହା କାହା ସହିତ ସବୁ ସମ୍ପର୍କ ଥିଲା କଣ ଶରୀର ଧାରଣ କରିଥିଲା ସବୁ ଜ୍ଞାନ ପ୍ରାପ୍ତ ହେଇଯିବ ସେଥିପାଇଁ ଫାଷ୍ଟ ହେଲା କଣ ନା ଇଟରନାଲ ଶାଶ୍ୱତ କାଳ ପାଇଁ ରହିବ ସେକେଣ୍ଡ ଜିନିଷ ହଉଛି କଣ ଅ ଜ୍ଞାନ ତାପରେ କଣ ସଚିତ ଆନନ୍ଦ ସବୁବେଳେ ପାଇଁ ଆନନ୍ଦ ରହିବ ତ ଇଏ ହଉଛି ଆଧ୍ୟାତ୍ମିକ ଜଗତ। ଆଉ ଆପଣ ମାନେ ଭାବୁଥିବେ ବୋଧେ ଏଇ ଯୋଉ ଆଧ୍ୟାତ୍ମିକ ଜଗତ ଟା ଗୋଟେ ଅଲଗା ଜଗତ କିନ୍ତୁ ପ୍ରକୃତରେ ଜୀବର ନିଜର ଘର ହଉଛି ଆଧ୍ୟାତ୍ମିକ ଜଗତ ସେ ଯୋଉ ଭୌତିକ ଜଗତରେ ଫସି ଯାଇଛି ଆକ୍ଚୁଆଲି। କାରଣ ଦେଖନ୍ତୁ ଜୀବର ପ୍ରକୃତ ସ୍ୱରୂପ କଣ ଆଧ୍ୟାତ୍ମିକତା ଭଗବାନ କଣ କହୁଛନ୍ତି କହୁଛନ୍ତି ମାମେଇ ବାଂଶ ଜୀବ ଲୋକ ଜୀବ ଭୂତ୍ୱା ସନାତନ ମନ ଷଷ୍ଠେନ୍ଦ୍ରିୟାଣୀ ପ୍ରକୃତି ସ୍ଥାନୀ କରସତି ମୋର ଅଂଶ ସିଏ ଆଉ ମୋର ଅଂଶ କେତେ ଦିନ ପାଇଁ ମୋର ଅଂଶ ନା ଶାଶ୍ୱତ କାଳ ପାଇଁ ମମେଇ ବାଂଶ ଜୀବ ଲୋକ ଜୀବ ଭୂତ୍ୱା ସନାତନ ଆକ୍ଚୁଆଲି ସନାତନ କାଳ ପାଇଁ ମୋର ଅଂଶ କିନ୍ତୁ ଅସୁବିଧା କଣ ହେଇଛି ମାମେଇ ବାଂଶ ଜୀବ ଲୋକ ଜୀବ ଭୂତ୍ୱା ସନାତନ ମନ ଷଷ୍ଠୀ ଇନ୍ଦ୍ରିୟାଣୀ ପ୍ରକୃତି ସ୍ଥାନୀ କରସତି ଏଇ ମନ ଆଉ ପାଞ୍ଚଟା ଇନ୍ଦ୍ରିୟ ଦ୍ଵାରା ହିଁ ଏଇ ଯୋଉ ଭୌତିକ ଜଗତରେ ସେ ଏବେ କଣ କରୁଛି ମନ ଷଷ୍ଠେନ୍ଦ୍ରିୟାଣୀ ପ୍ରକୃତି ସ୍ଥାନୀ କରସତି ଏଇ ଭୌତିକ ଜଗତରେ ସେ ସଂଘର୍ଷ କରୁଛି କାହା ପାଇଁ ନା ମନ ଆଉ ପାଞ୍ଚଟା ଇନ୍ଦ୍ରିୟ ମନ ଆଉ ପାଞ୍ଚଟା ଇନ୍ଦ୍ରିୟ କଣ ହେଇଛି ନା ମନ ଆଉ ପାଞ୍ଚଟା ଇନ୍ଦ୍ରିୟ ଏଇ ଭୌତିକ ଜଗତରେ ଏବେ ଲାଗି ଯାଇଛି। ଭୌତିକ ଜଗତରେ ଆସକ୍ତିରେ ଲାଗିଯାଇଛି ସେଇଥିପାଇଁ ସିଏ ଏବେ କଣ କରୁଛି ନା ଭୌତିକ ଜଗତର ସଂଘର୍ଷ କିନ୍ତୁ ପ୍ରକୃତରେ ତାର ଘର କୋଉଠି ନା ଆଧ୍ୟାତ୍ମିକ ଜଗତ। ତ ତେଣୁ ସାଧାରଣତଃ ଆଉ ଭଗବାନ ସବୁବେଳେ ପାଇଁ ଅପେକ୍ଷା କରିକି ରହିଛନ୍ତି ଯେ ଜୀବ କେତେବେଳେ ମୋ ପାଖକୁ ଆସିବ। ଯିବ କେତେବେଳେ ପାଇଁ ମୋ ପାଖକୁ ଆସିବ କାରଣ ଦେଖନ୍ତୁ ସାଧାରଣତଃ ଆପଣ ଦେଖନ୍ତୁ ଏଇ ଜନ୍ମର ବାପା ମା ଯଦି ପିଲାଟାର କିଛି ହେଲା ବେଳକୁ କଷ୍ଟ ଲାଗୁଛି କିମ୍ବା ଆମ ଶରୀରର ହାତଟା ଆମର ଅଂଶ ନା ଟିକେ କାଟିଗଲା ବେଳକୁ କେତେ କଷ୍ଟ ଲାଗୁଛି କିନ୍ତୁ ଭଗବାନ କଣ କହୁଛନ୍ତି ମାମେଇ ବାଂଶ ଜୀବ ଲୋକ ଜୀବ ଭୂତ୍ୱା ସନାତନ ଏ ଜୀବ ମୋର ଶାଶ୍ୱତ କାଳ ପାଇଁ ଅଂଶ ତେଣୁ ଏଇ ଯୋଉ ଜୀବଟା ଯେତେବେଳେ ଏଇ ଭୌତିକ ଜଗତରେ କଷ୍ଟ ପାଉଛି ତାହେଲେ ଭଗବାନଙ୍କୁ କେତେ କଷ୍ଟ ନ ଲାଗୁଥିବ। କିନ୍ତୁ କଣ ପାଇଁ କାଟି ପାରୁନାହାନ୍ତି ନା ଯିବ ତାର ନିଜ ଇଚ୍ଛାରେ ଭୌତିକ ଜଗତ ରହିବା ପାଇଁ ଚାହୁଁଛି ଭଗବାନ ତ ବହୁତ କିଛି ପ୍ରୟାସ କରୁଛନ୍ତି କିନ୍ତୁ ତଥାପି ଯିବ ବୁଝିବା ପାଇଁ ଚେଷ୍ଟା କରୁନି ତେଣୁ ସେଇଥିପାଇଁ ଭଗବାନ ଆଉ କଣଟା କରିପାରିବେ ତେଣୁ ସେଇଥିପାଇଁ ସାଧାରଣତଃ ଦେଖନ୍ତୁ ତ ସମସ୍ତଙ୍କର ଆକ୍ଚୁଆଲି ପ୍ରକୃତ ଘର ହଉଛି ଆଧ୍ୟାତ୍ମିକ ଜଗତ ଆଉ ଏଇ ସବୁ ଫେସିଲିଟି ଅଛି କିନ୍ତୁ ତାପରେ ବି ଆମେ ଆକ୍ଚୁଆଲି ଚାହୁଁନାହାନ୍ତି ଆଧ୍ୟାତ୍ମିକ ଜଗତ ଯିବା ପାଇଁ ଆମେ ଯଦି ଚାହୁଁଛନ୍ତି ଖାଲି ମୁହଁରେ କହୁଛନ୍ତି କିନ୍ତୁ ପ୍ରକୃତି ଆମ କାମରେ କହୁନାହାନ୍ତି। କିମ୍ବା ଆମ କାମରେ ସେମିତି କରୁନାହାନ୍ତି ଏଇ ଭୌତିକ ଜଗତରେ ଆମ ଆଶା ଛାଡୁନି ଯୋଉ ପରିବାର ଅଛନ୍ତି ଆମର ପ୍ରକୃତରେ ଦେଖିବାକୁ ଗଲେ କେହି ନୁହେଁ କିନ୍ତୁ ଆମେ ପୁରା ଜାବୁଡିକି ଧରିଛନ୍ତି ଏମାନେ ସବୁ କିଛି ମୁଁ ନହେଲେ କିଛି ହବନି କେହି କାହାର କିଛି ଆକ୍ଚୁଆଲି ନୁହେଁ ଆପଣ ଦିନେ ପଳେଇ ଯାଆନ୍ତୁ ତାପରେ ସବୁ ଜିନିଷ ବି ସେମିତି ଟାଇପ ର ଚାଲିବ ସେମିତି କିଛି ନାହିଁ
ତେଣୁ ଆମ ନିଜର ଆସକ୍ତି ହିଁ ଆମକୁ ଏଠି ବାନ୍ଧିକି ରଖିଛି, ଆଉ ନିଜର ଆସକ୍ତି ଯୋଉ ବାନ୍ଧିକି ରଖିଛି ସେଇଟା ହିଁ ଆମକୁ କଷ୍ଟ ଦଉଛି। ତେଣୁ ଆମେ ଯେବେ ଇଚ୍ଛା କରି ଆଧ୍ୟାତ୍ମିକ ଜଗତ ଯିବା ପାଇଁ, ଆମେ ସେମିତି ଟାଇପର ଯଦି ଆମେ ତାର ଏବେ ନେକ୍ସଟ ଇଏ ଆସିବ ଯେ କାହାର କାହାର ଇଚ୍ଛା ଏ ଆଧ୍ୟାତ୍ମିକ ଜଗତ ଯିବା ପାଇଁ। ଅବଶ୍ୟ ଇୟା ହେଇପାରେ ବହୁତ ଜଣଙ୍କୁ ସାଧାରଣତଃ ବିଶ୍ୱାସ ଲାଗିବନି, କାରଣ ଯେହେତୁ ଏଠି କଣ କୁହାହେଲା ବ୍ୟକ୍ତ ଅବ୍ୟକ୍ତ, ଏଇଟା ଏଇ ଯୋଉ ଅବ୍ୟକ୍ତ କେବେ ବି ଭୌତିକ ଜଗତରେ ଥିବା ଲୋକଙ୍କୁ କେବେ ବ୍ୟକ୍ତ ହବନି, ତାଙ୍କୁ କେବେ ଏଇଟା ଭରସା ଆସିବନି। ତ ଭରସା ବହୁତ ଆସିବନି, କାରଣ ଆମେ କେବଳ ଆଧ୍ୟାତ୍ମିକ ଜଗତ ଅଛି ବୋଲି ଶାସ୍ତ୍ରରେ ପଢୁଛନ୍ତି, କିନ୍ତୁ ଆମର ପ୍ରକୃତରେ କଣ ଉପଲବ୍ଧି ହଉଛି, ହଉନି ନା। ତେଣୁ ସେଥିପାଇଁ ନ ହେଇପାରେ, କିନ୍ତୁ ପ୍ରାୟ ସବୁ ପ୍ରାୟତଃ ଭକ୍ତଙ୍କର ମୁଁ ଦେଖିଲି ଯିବା ପାଇଁ ଇଚ୍ଛା। ଏବେ ଆମେ ନେକ୍ସଟ କ୍ଲାସରେ ଦେଖିବା ଯେ ଆଧ୍ୟାତ୍ମିକ ଜଗତ ଯିବା ପାଇଁ ତାଙ୍କର କଣ ମାନେ ଏଲିଜିବିଲିଟି କ୍ରାଇଟେରିଆ ଦରକାର, କଣ କଲେ ଆଧ୍ୟାତ୍ମିକ ଜଗତକୁ ଯାଇହବ। ଆଧ୍ୟାତ୍ମ ନିତ୍ୟ ବିନିବୃତ୍ତ କାମଃ, ସେ ଯୋଉ ଶ୍ଲୋକଟା କଣ, ସେ ଆ, अध्यात्म नित्य विनिवृत्त काम, ସେଟା ଶ୍ଲୋକଟା କଣ ଯେ ନିର୍ମାଣ ମୋହ ଜିତ ସଙ୍ଗ ଦୋଷ ଆଧ୍ୟାତ୍ମ ନିତ୍ୟ ବିନିବୃତ୍ତ କାମ। ତ ସେ ସବୁ ଅଛି ଯେ ବହୁତ ସାରା ଗୁଣ ଅଛି, ତ ତାକୁ ଆମେ କରିପାରିଲେ ଯାଇ ଆଧ୍ୟାତ୍ମ ଜଗତକୁ ଯିବା। ନିର୍ମାଣ ମୋହ ଜିତ ସଙ୍ଗ ଦୋଷ, ନିର୍ମାଣ ଯେ ଏ ଜଗତରେ ଯେତେ ପ୍ରକାରର ମୋହ ଅଛି, ନିର୍ମାଣ ମୋହ, ମୋହକୁ କାଟିବାକୁ ପଡେ। ନିର୍ମାଣ ମୋହ ଜିତ ସଙ୍ଗ ଦୋଷ, ଯେତେ ପ୍ରକାର ଦୋଷ ଅଛି ତାକୁ ଜିତିବାକୁ ପଡିବ। ନିର୍ମାଣ ମୋହ ଜିତ ସଙ୍ଗ ଦୋଷ ଆଧ୍ୟାତ୍ମ ନିତ୍ୟ, ସବୁବେଳେ ପାଇଁ ଯିଏ ଆଧ୍ୟାତ୍ମିକ ଚେତନା ରହୁଛି, ଆଧ୍ୟାତ୍ମ ନିତ୍ୟ ବିନିବୃତ୍ତ କାମ, ଯେତେ ପ୍ରକାର ଭୌତିକ କାମନା ଅଛି ତାକୁ ନଷ୍ଟ କରିବାକୁ ପଡିବ। ବିନିବୃତ୍ତ କାମ, ଆଧ୍ୟାତ୍ମ ନିତ୍ୟ ବିନିବୃତ୍ତ କାମ, ତ ସିଏ ହିଁ ଯାଇକି ଭୌତିକ ଜଗତକୁ ଯାଇପାରିବ। ତ ଠିକ ଅଛି, ତ ଆମେ ଏଇଠି କ୍ଲାସକୁ ରଖିବା। ନେକ୍ସଟ କ୍ଲାସରେ ଡିସ୍କସ କରିବା ଯେ ସାଧାରଣତଃ ଭୌତିକ ଜଗତ ଆଧ୍ୟାତ୍ମିକ ଜଗତ ଯିବା ପାଇଁ ଆମକୁ କଣ କଣ ପ୍ରୟାସ କରିବାକୁ ପଡିବ। ତ ନେକ୍ସଟ କ୍ଲାସରେ ଦେଖିବା। ଏବେ କାହାର ଯଦି କିଛି ପ୍ରଶ୍ନ ଅଛି ତାହେଲେ ପ୍ରଶ୍ନ ନବା। କାହାର କିଛି ପ୍ରଶ୍ନ ଅଛି କି? ହଁ, କାହାର କିଛି ପ୍ରଶ୍ନ ଅଛି କି? ପ୍ରଭୁ ପଚାରନ୍ତୁ କଣ ପ୍ରଶ୍ନ। ଠିକ ଅଛି, ପ୍ରଭୁ ପଚାରନ୍ତୁ। ଅନମ୍ୟୁଟ କରନ୍ତୁ ପ୍ରଭୁ, ଅଶୋକ ପ୍ରଭୁ। ନେକ୍ସଟ ହରେ କ୍ଲାସ, କୃଷ୍ଣ ପ୍ରଭୁ। ନେକ୍ସଟ କ୍ଲାସ ଆକ୍ଚୁଆଲି ଲାଷ୍ଟ କ୍ଲାସ ଯେ ଆମେ କେମିତି ଭକ୍ତି କରିବା, ତ ଲାଷ୍ଟ କ୍ଲାସ ହବ। ଆଜ୍ଞା ତ ଏଇ ଯୋଉ କୋର୍ସ ର କମ୍ପ୍ଲିଟ ହେଇଯିବ ଲାଷ୍ଟ କ୍ଲାସରେ, ତ ନେକ୍ସଟ କ୍ଲାସରେ ତ ସେଥିରେ କୁହାଯିବ ଯେ କେମିତି ଭକ୍ତି କଣ କଲେ ଯେ ଆମେ ଆଧ୍ୟାତ୍ମିକ ଜଗତ ଯାଇପାରିବା। ଆଜ୍ଞା ହୁଁ। ହରେ କୃଷ୍ଣ। ଆଉ କାହାର କଣ ପ୍ରଶ୍ନ ଅଛି? ଠିକ ଅଛି, ପ୍ରାୟତଃ ଆଉ କାହାର କିଛି ପ୍ରଶ୍ନ ନାହିଁ ବୋଧେ, ତ ଆମେ ଏବେ ଯିବା ଜପ କରିବା ପାଇଁ। ତ